ନିଜର ଦୁଃଖ କାହା ଆଗରେ କହିବା ଉଚିତ ନୁହେଁ। ନିଜ ଅନ୍ତରରେ ବିରାଜିତ ଭଗବାନଙ୍କୁ କହିବା ଉଚିତ। ଯଦି ଜଣେ ପ୍ରତିଦିନ ସକାଳେ ଓ ଶୋଇବା ପୂର୍ବରୁ ଏପରି ଅଭ୍ୟାସ କରେ, ଭଗବାନ ତାର ଦୁଃଖ ମୋଚନର ବ୍ୟବସ୍ଥା ନିଶ୍ଚିତ କାହା ମାଧ୍ୟମରେ ନା କାହା ମାଧ୍ୟମରେ କରିଦିଅନ୍ତି। ଆମେମାନେ ସମସ୍ତେ ଜାଣିଛନ୍ତି, ଦ୍ରୌପଦୀ ଉପରେ ଦୁଃଶାସନ ଅତ୍ୟାଚାର କଲାବେଳେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ସେ ଗୁହାରି କରିଥିଲେ, କିନ୍ତୁ କେହି ହେଲେ ତାଙ୍କୁ ବସ୍ତ୍ର ପ୍ରଦାନ କରି ଲଜ୍ଜା ନିବାରଣ କରିପାରିନଥିଲେ। କିନ୍ତୁ ସେ ଯେତେବେଳେ ଅନ୍ତରର ସହିତ ସ୍ୱୟଂ ଭଗବାନଙ୍କୁ ହାତ ଟେକି ଦେଇଥିଲେ, ପ୍ରଭୁ ମୋ ଲଜ୍ଜା ନିବାରଣ କର, ସେତେବେଳେ ସ୍ୱୟଂ ଭଗବାନ କୋଟି ବସ୍ତ୍ର ପ୍ରଦାନ କରି ଦ୍ରୌପଦୀର ମାନ ରକ୍ଷା କରିଥିଲେ। ତେଣୁ ଆମେ ଭଗବାନଙ୍କୁ ଆମର ସମସ୍ତ ଦୁଃଖ ତାଙ୍କୁ ଦେଇଦେବା, ତାଙ୍କୁ ଜଣାଇଦେବା, ନିଶ୍ଚିତ ଆମ ଦୁଃଖ ମୋଚନ ହୋଇଯିବ।